ଜଣେ ବ୍ୟକ୍ତି ତାଙ୍କର ଆୟ 48,000 ଟଙ୍କା। ସେ ଘର ଖର୍ଚ୍ଚରେ 16,000 ଟଙ୍କା, ଶିକ୍ଷାରେ 8,000 ଟଙ୍କା ଖର୍ଚ୍ଚ କରନ୍ତି ଏବଂ ଅବଶିଷ୍ଟର 50% ସଞ୍ଚୟ କରନ୍ତି। ତେବେ ତାଙ୍କର ସଞ୍ଚୟ କେତେ? ଆଚ୍ଛା, ଜଣେ ବ୍ୟକ୍ତିଙ୍କର ଆୟ ବା ରୋଜଗାର 48,000 ଟଙ୍କା। ଆମେ 48,000 ଲେଖିଦେଲେ। ସେ ଘର ଖର୍ଚ୍ଚରେ 16,000 ଟଙ୍କା, ଶିକ୍ଷା କ୍ଷେତ୍ରରେ 8,000 ଟଙ୍କା ଖର୍ଚ୍ଚ କରନ୍ତି। ଏହି 16,000 ପ୍ଲସ୍ 8,000 ମିଶିଗଲେ ତାଙ୍କର କେତେ ହେଲା? ଟୋଟାଲ ହେଲା 24,000 ଟଙ୍କା ସେ ଖର୍ଚ୍ଚ କରନ୍ତି ଏବଂ ଅବଶିଷ୍ଟର 50% ସେ ସଞ୍ଚୟ କରନ୍ତି। ତାହେଲେ ସେ 24,000 ଖର୍ଚ୍ଚ କଲା ପରେ ଆଉ କେତେ ଟଙ୍କା ତାଙ୍କ ପାଖରେ ବଞ୍ଚିଲା? ତାହେଲେ 48,000 ମାଇନସ୍ 24,000 ଇଜିକାଲ୍ ଟୁ ଆଉ ରହିଲା କେତେ? ଅବଶିଷ୍ଟ ରହିଲା ଆଉ 24,000 ଟଙ୍କା। ଅବଶିଷ୍ଟର ପ୍ରଶ୍ନାନୁସାରେ ଅବଶିଷ୍ଟର 50% ସଞ୍ଚୟ କରନ୍ତି। ଯଦି ତାଙ୍କର 24,000 ଟଙ୍କା ବଳେ ତାର 50% ମାନେ 24,000 ଇଣ୍ଟୁ 50/100। 50କୁ 100ରେ କାଟିଲେ 2, 50 2 ଗୁଣ 100, 2କୁ 24,000 କାଟିଲେ 12,000, ଟୋଟାଲ ହେଲା 12,000 ଟଙ୍କା। ତାଙ୍କର ସଞ୍ଚୟ 12,000 ଟଙ୍କା।